ଯେତେବେଳେ ମନରେ ଥାଏ କିଛି ଗୋଟେ କରି ଦେଖେଇବାର ଭୂତ କି ଘରର ଦାୟିତ୍ୱ, ସେତେବେଳେ ଆମେ ନିଜେ ହିଁ ନିଜକୁ ଦୁନିଆର ଗହଳ ଚହଳ ଭିତରୁ ଟିକେ ଦୂରେଇ ନଉ, ଜାଣି ଜାଣି ଏକା ରହୁ। ସକାଳେ ଜୀବନର ଋଣ ଆଉ ରାତିରେ ଥକାପଣକୁ ଶୁଝି ଶୁଝି ମଝିରେ ଗୋଟେ ଗୋଟେ ଦୀର୍ଘ ନିଶ୍ୱାସ ନେଇ ଟିକେ ଟିକେ ବଞ୍ଚିଯାଉ। ହେଲେ ଏସବୁ ପାଇଁ ପ୍ରସ୍ତୁତ ହେବା ଆଗରୁ ଯଦି ଦୁନିଆ ତା ଆଡ଼ୁ ଆମଠୁ ଟିକେ ଘୁଞ୍ଚି ଯିବାକୁ କରେ ଚୟନ, ନିଜ ଲୋକମାନଙ୍କ ଗହଳିରେ ବସିଥିଲେ ବି ଯଦି ଏକା ଏକା ସ୍ମୃତି ସଞ୍ଚୁଥାଏ ନୟନ, ଚାହିଁ ଚାହିଁ ରାତି ପାହିଲେ ବି ଯଦି ଆଖି ଦେଖିବାକୁ ଡରୁଥାଏ ସପନ, ଅନେକ କଥା କହିବାକୁ ଥିଲେ ବି ଯଦି ସବୁ ରହିଯାଏ ଗୋପନ, ତେବେ ବୁଝିନେବ ବାର୍ଦ୍ଧକ୍ୟତାର ଅପେକ୍ଷା ନ କରି ତୁମେ ଯେଉଁଛ ଏକ ପ୍ରକାରର ନିସଙ୍ଗତାର ଜୀବନ।